ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରତିଦିନ ଭଳି ଆଜି ମଧ୍ୟ ତାହାଙ୍କର ଜୀବନ୍ତ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ୍ ମାଧ୍ୟମରେ ଆପଣମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ପୁନର୍ବାର ପରମେଶ୍ୱର ଏହି ସୁନ୍ଦର ସୁଯୋଗ ମୋତେ ଦେଲେ। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ ଯେ ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ନିୟମିତ ଶୁଣୁଛନ୍ତି। କେବଳ ଶୁଣୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ଆମ୍ଭମାନଙ୍କୁ ଆପଣମାନେ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ଏସବୁ ବିଷୟ ନିମନ୍ତେ ମୁଁ ପ୍ରଭୁଙ୍କର ଗୌରବ କରେ। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରତିଦିନ ଭଳି ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା କେଉଁମାନେ ମନ ପରିବର୍ତ୍ତନ କରିବା ଅସାଧ୍ୟ ଅଟେ। ଆଜିର ପ୍ରସଙ୍ଗ ହେଲା କେଉଁମାନେ ମନ ପରିବର୍ତ୍ତନ କରିବା ଅସାଧ୍ୟ ଅଟେ। ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କୁ କ'ଣ କହେ, ଅଳ୍ପ ସମୟ ଆମେ ବାକ୍ୟରୁ ଧ୍ୟାନ କରି ଦେଖିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠକୁ ଆସିଲେ, ଯେଉଁ ସମୟରେ ତାଙ୍କର ସେବା କାର୍ଯ୍ୟକୁ ସେ ଆରମ୍ଭ କଲେ, ସେ ଆରମ୍ଭରେ ସେ ମାଥିଉ 4:17 ଅନୁସାରେ ସେ ଘୋଷଣା କରି କହିବାକୁ ଲାଗିଲେ ଯେ ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ, ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଆଜି ଅନେକ ଲୋକ ନିନ୍ଦା ତାଳନା କରନ୍ତି, ମିଥ୍ୟା ଆରୋପ ଗୁଡ଼ିକ ସେମାନେ ଲଗାନ୍ତି, ମୁଖ ଖୋଲନ୍ତି ଆଉ କହନ୍ତି ଯେ ଖ୍ରୀଷ୍ଟିଆନ ଲୋକମାନେ ସେମାନେ ଧର୍ମକୁ ପରିବର୍ତ୍ତନ କରାଉଅଛନ୍ତି। କିନ୍ତୁ ବାଇବଲରେ କେଉଁଠି ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧର୍ମକୁ ପରିବର୍ତ୍ତନ କରିବା ପାଇଁ ସେ କହିନଥିଲେ। ଆଉ ଆଜି ଖ୍ରୀଷ୍ଟିଆନ ସମାଜରେ ଯେଉଁମାନେ ପ୍ରଭୁଙ୍କର ବାକ୍ୟକୁ ନେଇ ସୋସିଆଲ ମିଡ଼ିଆ ମାଧ୍ୟମରେ ହେଉ କିମ୍ବା ଅଫଲାଇନ୍ ମାଧ୍ୟମରେ ହେଉ ଯେଉଁମାନେ ପ୍ରଭୁଙ୍କର ସେବା କରୁଛନ୍ତି, ସେମାନେ ମଧ୍ୟ ଜଣେ ପ୍ରକୃତରେ ଯୀଶୁଙ୍କୁ ଜାଣିଥିବା ସେବକ, ବାଇବଲକୁ ଭଲରେ ବୁଝିଥିବା ଜଣେ ପ୍ରଚାରକ କେବେ ମଧ୍ୟ କୁହନ୍ତି ନାହିଁ ଯେ ଧର୍ମକୁ ପରିବର୍ତ୍ତନ କର। ବାଇବଲ ଆମ୍ଭମାନଙ୍କୁ କହେ ଯେ ଆମେ ମନ ପରିବର୍ତ୍ତନ କରିବା। ଆପଣା ସତ୍ୟ ପରମେଶ୍ୱରଙ୍କ ନିକଟକୁ, ଆପଣ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ନିକଟକୁ ଆମେ ମନ ପରିବର୍ତ୍ତନ କରି ନିଜର ପାପରୁ ଅନୁତାପ କରି ତାହାଙ୍କ ନିକଟକୁ ଫେରିଯିବା, ଏହା ବାଇବେଲ ଆମମାନଙ୍କୁ ଶିକ୍ଷା ଦିଏ। ଆଜି କଥାବାର୍ତ୍ତା ହେବା ଯେ କେଉଁମାନେ ମନ ପରିବର୍ତ୍ତନ କରିବା ଅସାଧ୍ୟ ଅଟେ। ବାକ୍ୟରୁ ଗୋଟେ ପଦ ପଢ଼ି ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଏବ୍ରୀ ପୁସ୍ତକ 6 ଅଧ୍ୟାୟକୁ ଆସିବେ। ଏବ୍ରୀ ପୁସ୍ତକ 6 ଅଧ୍ୟାୟ 4 ପଦରୁ ମୁଁ ପଢ଼ୁଛି। ଲେଖାଯାଏ, କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇ ଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି, ଈଶ୍ୱରଙ୍କ ଉତ୍ତମ ବାକ୍ୟ ଓ ଭାବି ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି, ସେମାନେ ଯଦି ଧର୍ମଭ୍ରଷ୍ଟ ହୁଅନ୍ତି, ତାହାହେଲେ ମନ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ସ୍ଥାନରେ ବାକ୍ୟ ଆମମାନଙ୍କୁ କହେ ଯେ ଯେଉଁମାନେ ସତ୍ୟତା ଜାଣିଲା ପରେ, ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କଲା ପରେ, ମଣ୍ଡଳୀରେ ସଂଯୁକ୍ତ ହେଲା ପରେ, ପବିତ୍ର ଆତ୍ମାଙ୍କର ଦାନ ପାଇଲା ପରେ, ପ୍ରଭୁ ଭୋଜର ଅଂଶୀ ହେଲା ପରେ, ନିୟମିତ ପ୍ରଭୁଙ୍କର ସେହି ଉତ୍ତମ ବାକ୍ୟର ଶୁଣିବାର ସହଭାଗୀ ହେଲା ପରେ ମଧ୍ୟ ଯଦି ସେମାନେ ଧର୍ମଭ୍ରଷ୍ଟ ହୁଅନ୍ତି, ଜଗତ ପଛରେ ଯାଆନ୍ତି, ପାପ କରିବା ପାଇଁ ପୁନର୍ବାର ଲାଳାୟିତ ହୁଅନ୍ତି, ଏମାନଙ୍କୁ ପୁନର୍ବାର ମନ ପରିବର୍ତ୍ତନ କରି ନୂତନୀକୃତ ହେବା ଅସାଧ୍ୟ ଅଟେ। ବାଇବେଲ ଆମକୁ ସ୍ପଷ୍ଟ ଭାବରେ କହେ ଅସାଧ୍ୟ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ନାମର ସ୍ତୁତି ହେଉ, ତାହାଙ୍କ ନାମର ଗୌରବ ହେଉ। ଆମେ ସତ୍ୟତା ଜାଣିଲା ପରେ ଆମେ ପ୍ରଭୁଙ୍କୁ ଆହୁରି ଆମେ ଦୃଢ଼ ଭାବରେ ଧରିବା, ଆମେ ବିଶ୍ୱାସରେ ବଳବାନ ହେବା, ଆମ ବିଶ୍ୱାସକୁ ରକ୍ଷା କରିବା, ଏହା ବାଇବଲର ପରାମର୍ଶ ଅଟେ। ସେମାନଙ୍କୁ ଅସାଧ୍ୟ ଅଟେ ଯେଉଁମାନେ କି ପ୍ରଭୁଙ୍କୁ ଜାଣିଲା ପରେ ମଧ୍ୟ ସେମାନେ ଧର୍ମଭ୍ରଷ୍ଟ ହୋଇଯାଆନ୍ତି, ତାହାଙ୍କୁ କେହି ମଧ୍ୟ ପ୍ରଭୁଙ୍କ ନିକଟକୁ ଫେରାଇ ଆଣିପାରେ ନାହିଁ। ଇସ୍କରିତ ଯିହୁଦା ଯୀଶୁଙ୍କ ସହିତ ସେ ବସୁଥିଲା, ଉଠୁଥିଲା,
ବିଭିନ୍ନ ଆଶ୍ଚର୍ଯ୍ୟ କର୍ମକୁ ଦେଖିଲା, ଯୀଶୁ ସତ୍ୟ ପରମେଶ୍ୱର ବୋଲି ବିଶ୍ୱାସ କଲା ପରେ ମଧ୍ୟ ସେ ଟଙ୍କା ଲାଳସାରେ ପଡ଼ି ଯୀଶୁଙ୍କୁ ଛାଡ଼ି ସେ ପଳାଇଗଲା। ଯୀଶୁଙ୍କୁ ଛାଡ଼ି ପଳାଇଗଲା। ଆଉ ମନ ପରିବର୍ତ୍ତନ କରି ଫେରି ଆସିବାର କୌଣସି ଘଟଣା ଆମେ ବାଇବଲରେ ଦେଖୁନାହୁଁ ଯେ ଇସ୍କରିତ ଯିହୁଦା ଯୀଶୁଙ୍କୁ ପରିତ୍ୟାଗ କରି ସେ ନିଜକୁ ଫାଶୀ ଦେଇ ସେ ମୃତ୍ୟୁବରଣ କଲା ସିନା ଯୀଶୁଙ୍କ ନିକଟକୁ ସେ ଫେରି ଆସିପାରିଲା ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଆମେ ଧର୍ମଭ୍ରଷ୍ଟ ହୋଇଯିବା, ଯେତେବେଳେ ଆମେ ନିଜର ଧାର୍ମିକତାକୁ ପରିତ୍ୟାଗ କରି ପାପ କରିବା ପାଇଁ ଆମେ ଶକ୍ତଗ୍ରୀବ ଇସ୍ରାଏଲ ଲୋକମାନଙ୍କ ପରି ଆମେ ଯଦି ଶକ୍ତଗ୍ରୀବ ହେଲା ଭଳି ଆମେ ଯଦି ଆଗକୁ ବଢ଼ିବା, ତାହେଲେ କେବେ ମଧ୍ୟ ଆମେ ପୁନର୍ବାର ନୂତନୀକୃତ ହୋଇପାରିବା ନାହିଁ। ବାଇବଲ କହେ, ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି ସେମାନେ ନୂତନ ସୃଷ୍ଟି ହୋଇଛନ୍ତି। ମାତ୍ର ଖ୍ରୀଷ୍ଟଙ୍କ ଠାରେ ଥାଇ ତାହାଙ୍କର ବାକ୍ୟ ଶୁଣି ତାହାଙ୍କର ଅଭିଷେକ ପାଇଲା ପରେ ମଧ୍ୟ, ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲା ପରେ ମଧ୍ୟ ଯଦି ପୁନର୍ବାର ଆମେ ଜଗତ ଆଡ଼କୁ ଯିବା, ପୁନର୍ବାର ପାପକୁ ପସନ୍ଦ କରିବା, ପୁନର୍ବାର ଶାରୀରିକ ଅଭିଳାଷ ପଛରେ ଯିବା, ଯେତେବେଳେ ଆମେ ଧର୍ମଭ୍ରଷ୍ଟ ହୋଇଯିବା, ପୁନର୍ବାର ଆମକୁ କେହି ମନ ପରିବର୍ତ୍ତନ କରିବାର ସୁଯୋଗ ଆମକୁ ମିଳେ ନାହିଁ ଏବଂ ଆମେ ଏକ ଅସାଧ୍ୟ ପରିସ୍ଥିତିରେ ପଡ଼ିବା, ଯଦ୍ୱାରା କି ଆମେ କେବେ ହେଲେ ମଧ୍ୟ ଆଉ ନୂତନ ସୃଷ୍ଟି ଆମେ ହେଇପାରିବା ନାହିଁ। ଆମେ ମନ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟକୁ ଆସିବା ପାଇଁ ଏହା ଅସାଧ୍ୟ ଅଟେ ସେମାନଙ୍କ ପାଇଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁ ବ୍ୟକ୍ତି ଯଦି ପ୍ରକୃତରେ ଶୋଇଛନ୍ତି, ତାହେଲେ ସେଇ ବ୍ୟକ୍ତିକୁ ଆମେ ଯଦି ଉଠେଇବା, ସେ ନିଶ୍ଚିତ ଭାବରେ ଉଠିବ। ମାତ୍ର ଯେ ଶୋଇ ନିଦ ନ ଆସିଲେ ମଧ୍ୟ ଯେ ଶୋଇଲା ପରି ବାହାନା କରୁଛି, ସେହି ବ୍ୟକ୍ତିକୁ ଉଠାଇଲେ ମଧ୍ୟ ସେ ଉଠିବ ନାହିଁ। କାରଣ ସେ ଜାଣି ଜାଣି ଶୋଇଲା ଭଳି ସେ ଅଭିନୟ କରୁଛି। ଏହାକୁ ଆମେ ମନେ ରଖିବା। ସତ୍ୟତା ଜାଣି ଜାଣି ଜଣେ ବ୍ୟକ୍ତି ଯେତେବେଳେ ଧର୍ମଭ୍ରଷ୍ଟ ହୋଇଯାଏ, ଅଧର୍ମ ଆଡ଼କୁ ଯାଏ, ସେହି ବ୍ୟକ୍ତିକୁ ମନ ପରିବର୍ତ୍ତନ କରିବା ଅସାଧ୍ୟ ଅଟେ। ଦିମା ପାଉଲଙ୍କୁ ଛାଡ଼ି ସେ ପଳାଇଗଲା। କେଉଁଠି ମଧ୍ୟ ଆଉ ଲେଖା ନାହିଁ ଯେ ସେ ମନ ପରିବର୍ତ୍ତନ କରି ଫେରି ଆସିଲା, ପାଉଲଙ୍କ ସହିତ ମିଶିଲା, ସେବା କାର୍ଯ୍ୟ କଲା। କେଉଁ ସ୍ଥାନରେ ମଧ୍ୟ ଲେଖା ନାହିଁ। କାରଣ ପାଉଲ ପୃଥିବୀର ଜଣେ ନମ୍ବର 1 ପ୍ରେରିତ। ପାଉଲଙ୍କ ପାଖରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ପ୍ରକାଶନ, ନୂତନ ନିୟମର ପ୍ରକାଶନ, ପବିତ୍ର ଆତ୍ମାଙ୍କର ଅଭିଷେକ ଏବଂ ସେହି ବାକ୍ୟର ସେହି ସତ୍ୟତା ତାଙ୍କଠାରେ ପରମେଶ୍ୱର ଅର୍ପଣ କଲେ। ଆଉ ସେ ସେହି ଦାସଙ୍କ ପାଖରେ ଦିମା ରହୁଥିଲା, ସେବା କରୁଥିଲା, ତାଙ୍କ ସହିତ ସେ ବସୁଥିଲା, ଉଠୁଥିଲା। ସବୁ ସତ୍ୟତା ଜାଣିଲା ପରେ ମଧ୍ୟ ସେ କ'ଣ କଲା? ସଂସାରକୁ ପ୍ରେମ କରି ଚାଲିଗଲା ପରେ ସେ ପୁନର୍ବାର ଆହୁରି ଆସିପାରିଲା ନାହିଁ। କାରଣ ଅନୁତାପ କରିବାର ସୁଯୋଗ ମଧ୍ୟ ମିଳିଲା ନାହିଁ। ଅନୁତାପ କଲେ ମଧ୍ୟ ସେ ଫେରି ଆସିପାରିଲା ନାହିଁ, ନୂତନ ସୃଷ୍ଟି ହୋଇପାରିଲା ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ଆମେ ସତ୍ୟତା ଜାଣିଛୁ, ସତ୍ୟ ପରମେଶ୍ୱରଙ୍କୁ ଆମେ ପାଇଛୁ। ପବିତ୍ର ଆତ୍ମା ପରମେଶ୍ୱର ଆମକୁ ଦେଇଛନ୍ତି, ଯେଉଁ ପବିତ୍ର ଆତ୍ମା କି ପାପ ଆଉ ଧାର୍ମିକତା ବିଷୟରେ ଆମକୁ ଜଣାନ୍ତି, ଆମ ସହିତ ସଦାସର୍ବଦା ରୁହନ୍ତି। ସେହି ପବିତ୍ର ଆତ୍ମାଙ୍କୁ ଆମେ ଦୁଃଖ ଦେବା ନାହିଁ, ଆମେ ତାହାଙ୍କର ସନ୍ତୋଷଜନକ ଜୀବନ ବିତାଇବା। ତାହେଲେ ଆମେ ସର୍ବଦା ନୂତନ ସୃଷ୍ଟିରେ ଆମେ ରହିବା ଏବଂ ଆମେ ପରମେଶ୍ୱରଙ୍କର ସନ୍ତାନ ବୋଲି ଆମେ ପରିଚିତ ହେବା। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। କେଉଁମାନେ ମନ ପରିବର୍ତ୍ତନ କରିବା ଅସାଧ୍ୟ, ନିଶ୍ଚିତ ଭାବରେ ଆଜି ଆମେ ବାକ୍ୟରୁ ବୁଝିଛୁ ଯେ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇ ପ୍ରଭୁଙ୍କର ସତ୍ୟତା ଜାଣି, ଯେଉଁମାନେ କି ପ୍ରଭୁଙ୍କୁ ପିଠି ଦେଖାଇ ଧର୍ମଭ୍ରଷ୍ଟ ହୋଇ ଅଧର୍ମ ଆଡ଼କୁ ସେମାନେ ଯାଆନ୍ତି, ସେମାନେ ଆଉ ଥରେ ନୂତନ ସୃଷ୍ଟି ହେବା, ମନ ପରିବର୍ତ୍ତନ କରି ଫେରି ଆସିବା ଅସାଧ୍ୟ ଅଟେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ବାପା, ତୁମ ବାକ୍ୟ ଦ୍ୱାରା ଆଜି ଆମମାନଙ୍କୁ କଥା ହେଇଛ। ଧନ୍ୟବାଦ। ତୁମ ସତ୍ୟତା ଆମମାନଙ୍କୁ ଜଣେଇଛ ବାପା, ତୁମର ପରିଚୟ ଆମମାନଙ୍କୁ ଦେଇଛ, ତୁମରି ଆଲୋକରେ ତୁମେ ଆମମାନଙ୍କୁ ଆଲୋକିତ କରିଛ। ଧନ୍ୟବାଦ ବାପା, ତୁମର ସେ ସତ୍ୟତାକୁ ଆମର ଶେଷ ନିଶ୍ୱାସ ପର୍ଯ୍ୟନ୍ତ, ତୁମର ଆଗମନ ପର୍ଯ୍ୟନ୍ତ ଆମେ ଦୃଢ଼ ଭାବରେ ଧରିବୁ, ତୁମ ପଛରେ ଚାଲିବୁ। ତୁମେ ଅନୁଗ୍ରହ କର। ଗୌରବ ମହିମା ତୁମକୁ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱରଙ୍କ ଅନୁଗ୍ରହ ହେଲେ ପୁନର୍ବାର ଆଉ ଗୋଟିଏ
ପ୍ରସଙ୍ଗରେ ପରସ୍ପର ଆମେ ସାକ୍ଷାତ କରି ତାହାଙ୍କର ଗୌରବ ପ୍ରଶଂସା କରୁଥିବା ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।